ପିଲାମାନେ ଆଜି 1 ରୁ 9 ଭିତରେ ସଂଖ୍ୟାର ଗୋଟେ ଯାଦୁ ଖେଳ ଖେଳିବା। ଏବେ ଦେଖ ଚିତ୍ରରେ ଦେଖା ଯାଇଛି 1 2 3 4 5 6 7 8 9। এই 9টা ଘର ଯୋଉ ଅଛି এই 9ଟା ଘରରେ ଏମିତି ଆମେ ସଂଖ୍ୟା ସବୁ ରଖିବା ଯେମିତି କି ବାମରୁ ଡାହାଣ ଡାହାଣରୁ ବାମ ଏବଂ ତଳୁ ଉପର ଉପର ତଳ ସବୁକୁ ମିଶେଇଲେ ଯେମିତି ତିନୋଟି ସଂଖ୍ୟାକୁ ଲେଖାଏ ମିଶେଇଲେ ଆମର ମିଶ୍ରଣ ଫଳ ଆସିବ 15। ତେଣୁ ଆମେ ଏବେ ସଂଖ୍ୟାର ଯାଦୁ କେମିତି କରିବା ଦେଖିବା। এই ଯୋଉ 9ଟା ଘରରେ ଉପର ଘରକୁ ଆମେ ଗୋଟେ ସଂଖ୍ୟା ତିଆରି করদা। হেটি বর্তমান ଗୋଟେ ଘର ବାହାର କରିଦେଲେ, ପୁଣି ସେ ଡାହାଣ ପଟେ ଗୋଟେ ଘର ବାହାର କରିଦେଲେ, ଏବେ ବାମ ପଟେ ଗୋଟେ ଘର ବାହାର କରିଦେଲେ, ଏବେ ତଳ ପଟେ ବି ଗୋଟେ ଘର ବାହାର କରିଦେଲେ, ଏବେ ଅଧିକ ଘର ଆମେ 4ଟା କଲେ। ତା ଅର୍ଥ ଆଗରୁ 9ଟା ଘର ଥିଲା, ଏବେ ଅଧିକ 4ଟା ଘର କରିଲେ, ତା ଅର୍ଥ ମୋଟ 13ଟି ଘର। এই 13ଟି ଘରେ ଆମେ ଏମିତି ଭାବରେ ସଜାଡ଼ି ରଖିବା 1 ରୁ 9 ଭିତରେ ସଂଖ୍ୟା ଯେମିତି କି ଏବେ ଆମେ କରିବା। ଏବେ ଏଇଠି 1 ଆମେ ଥୋଇବା, 1 ପରେ ଏଠି 2 ଥୋଇବା, ତାପରେ ଏଠି 3 ଥୋଇବା, ତାପରେ এই ঘরটা ଆଉ এই ঘরটা ছাড়ি ଦେଇକି ତଳକୁ ପୁଣି ଆସିବା, ଏଠି ଆମେ 4 ରଖିବା, ତାପରେ ଏଠି 5 ରଖିବା, ଏଠି 6 ରଖିବା, ପୁଣି ଏ ଘରଟା ଛାଡ଼ିଦେବା, ଏ ଘରଟା ଛାଡ଼ିଦେବା, ତାପରେ ଏଠି ରଖିବା 7, ତାପରେ ଏଠି ରଖିବା 8, ଏଠି ରଖିବା 9। ବର୍ତ୍ତମାନ ଆମେ ଏ ସଂଖ୍ୟାକୁ କ'ଣ କରିବା ନା ଏବେ ବର୍ତ୍ତମାନ ଏଇ ଯୋଉ ବାହାର 1 ସଂଖ୍ୟାଟାକୁ ଆମେ ଏଇ ପଟକୁ ଆଣିକି ଲେଖିବା। ତା ଅର୍ଥ এইটাକୁ ଆମେ ଏ ଘର ଆଉ ଏ ସଂଖ୍ୟାକୁ ଏଇଠୁ କାଟିଦେବା। ତାପରେ ପୁଣି ଆସିବ ବାହାର ପଟେ ଗୋଟେ 9 ଅଛି, ଏ 9 ସଂଖ୍ୟାଟାକୁ ଏଇ ପଟକୁ ଆଣିବା ହାରି। ତା ଅର୍ଥ ଏବେ এই ଘରଟାକୁ ଆମେ କାଟିଦେବା, ତାପରେ ପୁଣି ଆସିବା ଉପରକୁ, ଏ 3 ସଂଖ୍ୟାଟା ଯୋଉ ଅଛି ଏ 3 ସଂଖ୍ୟାଟାକୁ କାଟିକି ତଳକୁ ଆଣିବା ହାରି ଗଲା। ଏବେ এই ଯୋଉ ତଳେ ସଂଖ୍ୟାଟା ଯୋଉ ଅଛି 7, এই ଘର এই ଯୋଉ 9ଟି ଘର ଭିତରକୁ ଆଣିବା ହାରି 7। ଏବେ ଦେଖ ବର୍ତ୍ତମାନ 2 9 11 4 15, 7 5 12 3 15, 6 1 7 8 15। ଏବେ ଦେଖ 2 7 9 6 15, 9 5 14 1 15, 4 3 7 8 15। ଏବେ ଦେଖିଲ ନା କେଡ଼େ ସୁନ୍ଦର ଆମେ ବର୍ତ୍ତମାନ କରିଦେଲେ ଗଣିତ ଯାଦୁ।